ମାନେ ଜହନ ସୁସମାଚାର ତାର 6 ପର୍ବର 66 ପଦରୁ ଆମେ 69 ପଦ ଯାଏ ପାଠ କରିବା। ଜହନ ଲିଖିତ ମଙ୍ଗଳ ସମାଚାର ତାର 6 ପର୍ବର 66 ପଦରୁ ଆମେ 69 ପଦ ପର୍ଯ୍ୟନ୍ତ ପାଠ କରିବା। ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକ ବିମୁଖ ହୋଇ ବାହାରିଗଲେ, ପୁଣି ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ। ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, ତୁମ୍ଭେମାନେ ମଧ୍ୟ କ'ଣ ଚାଲିଯିବାକୁ ଇଚ୍ଛା କରୁଅଛ? ସିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି, ଆଉ ଆପଣ ଯେ ଈଶ୍ୱରଙ୍କର ସେ ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ। ଧନ୍ୟବାଦ। ପ୍ରଭୁ ବାକ୍ୟ ଦେଇ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଅତି ସୁନ୍ଦର ପଢ଼ା ହେଇଛି, ତଥାପି ମୁଁ ଆଉ ଥରେ ପଢ଼ିଦେବି, ମାନେ ମୁଁ ସେକେଣ୍ଡ ଚାନ୍ସ ଗୋଟେ ଦେବା ପାଇଁ ଚାହୁଁଛି। ଗସ୍ପେଲ ଆକର୍ଡିଂ ଟୁ ଜନ୍ ଚାପ୍ଟର 6 verses 66 to 69। ସେହି ସମୟଠାରୁ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକ ବିମୁଖ ହୋଇ ବାହାରିଗଲେ, ପୁଣି ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ। ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, ତୁମେମାନେ ମଧ୍ୟ କ'ଣ ଚାଲିଯିବାକୁ ଇଚ୍ଛା କରୁଅଛ? ସିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି, ଆଉ ଆପଣ ଯେ ଈଶ୍ୱରଙ୍କର ସେଇ ପବିତ୍ର ପୁରୁଷ, ଏ ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ। 67 ଆଉ 68। 67 ଦ୍ୱିତୀୟ ଅଂଶ, ତୁମେମାନେ ମଧ୍ୟ କ'ଣ ଚାଲିଯିବାକୁ ଇଚ୍ଛା କରୁଅଛ? ସେଥିରେ ସିମୋନ ପିତାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? Where would we go, Lord? Where shall we go? Shall you leave me? Lord, where would you go? Where shall we go? ତୁମେ ବି ଛାଡ଼ି ଚାଲିଯିବ କି? ପିତର କହିଲେ, ପ୍ରଭୁ, ଯଦି ଯିବା ଆମେ କାହା ପାଖକୁ ଯିବା? ପ୍ରିୟ ଭାଇ ଭଉଣୀମାନେ, ଏ ଦୁନିଆରେ ଯଦି କୌଣସି ବିଷୟ ପାଇଁ କାହା ପାଇଁ ବଞ୍ଚିବାର ଅଛି, ତାହେଲେ ସବୁଠୁ ବହୁତ ବଡ଼ ବଞ୍ଚିବାର ବିଷୟ ହେଲା ପ୍ରଭୁଙ୍କ ପାଇଁ ବଞ୍ଚିବା। ପ୍ରେଜ୍ ଦ ଲର୍ଡ। ଚିନ୍ତା ନାହିଁ, ସ୍ତ୍ରୀ ପାଇଁ ବଞ୍ଚିବାଟା ଅଛି, ସ୍ୱାମୀ ପାଇଁ ବଞ୍ଚିବାଟା ରହିଛି, ପିଲାଙ୍କର ପାଇଁ ବଞ୍ଚିବାଟା ରହିଛି, ଅନେକଙ୍କର ପାଇଁ ବଞ୍ଚିବାଟା ରହିଛି। ଆମେ ଅସ୍ୱୀକାର କରିହେବ ନାହିଁ। କିନ୍ତୁ ଏ ସବୁଠାରୁ ଯଦି ଅଧିକ ବଞ୍ଚିବାର ବିଷୟ ରହିଛି, ତାହେଲେ ପ୍ରଭୁଙ୍କର ପାଇଁ ବଞ୍ଚିବା ଛଡ଼ା ଆଉ ଜୀବନରେ ଆହୁରି କିଛି ବଡ଼ ବିଷୟ ନାହିଁ। Nothing is more than living for the Lord. Nothing is more than living for the Lord. No one is more than our Lord. ପ୍ରଭୁଙ୍କ ଠାରୁ କେହି ବଡ଼ ନାହିଁ, ପ୍ରଭୁଙ୍କ ଠାରୁ କୌଣସି ବିଷୟ ବଡ଼ ନାହିଁ। ତ ପ୍ରଭୁଙ୍କ ପାଇଁ ବଞ୍ଚିବା ଛଡ଼ା ବଡ଼ ବିଷୟ କିଛି ମଧ୍ୟ ନାହିଁ। କିନ୍ତୁ ଜଣେ ଯଦି ପ୍ରଭୁଙ୍କର ପାଇଁ ବଞ୍ଚିବା ରହିଛି, ତା ଜୀବନରେ 3ଟା ବିଷୟ ରହିଛି। ପ୍ରଥମ ବିଷୟ ହେଲା ମାନେ ଫାର୍ଷ୍ଟ ଅଫ୍ ଅଲ୍ ହି ହାଜ୍ ଟୁ କମ୍ ଟୁ ଦ ଲର୍ଡ। ପ୍ରଥମ ବିଷୟ ହେଲା ସେ ପ୍ରଭୁଙ୍କ ନିକଟକୁ ଆସିବାକୁ ପଡ଼ିବ। ମୁଁ ଟିକେ କାହିଁକି ଇଂଲିଶ ୱାର୍ଡ ଟିକେ ୟୁଜ୍ କରୁଛି, ଏଠି ଜଣେ ଆମର ବାବୁ ଅଛନ୍ତି, ସେ HL ସର୍ଭିସ୍ କରୁଛନ୍ତି। ଆମର ଶାନ୍ତି ଭଉଣୀ, ସେ ଆସିନାହାନ୍ତି ବୋଧେ, ସେ ବାଇଜାଗରେ ତାଙ୍କ ଫ୍ୟାମିଲି ସହିତ ଅଛନ୍ତି। ଆମ ଚର୍ଚ୍ଚର ପୁରୁଣା ମେମ୍ବର ସେମାନେ, ଏ ବନଭାରତୀର। ଆଉ ସେମାନେ ବାଇଜାଗ ରହିଗଲେ, ତାଙ୍କର ପୁଅ ଝିଅ ସେମାନେ ଇଂଲିଶ ମିଡ଼ିୟମରେ ପଢ଼ୁଛନ୍ତି, ସେ ରହିକି ଆଉ ଓଡ଼ିଆ ତାଙ୍କର ସେତେ ହେବ ନାହିଁ। ତ ମୁଁ ଗୋଟେ ୱାର୍ଡ଼ କହିଲେ ସେ ଧରିବେ। ସେ ଆସିଥିଲେ ମଝିରେ, ସବୁ ଓଡ଼ିଆରେ ସାରିଦେଲି। ପଚାରିଲା ବେଳକୁ ଅବଶ୍ୟ ସେ ବୁଝିଲେ, ମେସେଜଟା ପାଇଛନ୍ତି, ମାନେ ତଥାପି ଟିକେ ପ୍ରୋବ୍ଲେମ୍ ସେ ଫିଲ୍ କଲେ। ସେଥିପାଇଁ ମୁଁ କେତେଟା ୱାର୍ଡ଼ ମାତ୍ର ଜଷ୍ଟ ଆଇ ୱାଣ୍ଟ ଟୁ ୟୁଜ୍ ସମ୍ ୱାର୍ଡ଼ ଓନ୍ଲି, ଦ୍ୟାଟ୍ସ ଅଲ୍। ପ୍ରେଜ୍ ଦ ଲର୍ଡ। ତେବେ ଜଣେ ଯଦି ପ୍ରଭୁଙ୍କର ପାଇଁ ବଞ୍ଚିବାର ଅଛି, କି କାହା ପାଇଁ ବଞ୍ଚିବାର ଅଛି, ତ ପ୍ରଥମ ବିଷୟ ହେଲା ସେ ପ୍ରଭୁଙ୍କ ନିକଟକୁ ଆସିବାକୁ ପଡ଼ିବ। ଫାର୍ଷ୍ଟ ଅଫ୍ ଅଲ୍ ହି ହାଜ୍ ଟୁ କମ୍ ଟୁ ଦ ଲର୍ଡ, ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ, ପ୍ରଭୁଙ୍କର ଆସିଲା ପରେ
से प्रभुଙ୍କ सहित रहिବାକୁ पड़िବ माने हि हैज टू विथ द लॉर्ड प्रथम रे हि हैज टू कम टू द लॉर्ड द्वितीय रे हि हैज टू बी विथ द लॉर्ड से प्रभुଙ୍କ सहित रहिବାକୁ पड़िବ तृतीय विषय ହେଲା से प्रभुଙ୍କ सहित चलिବାକୁ पड़िବ माने हि हैज टू वर्क विथ द लॉर्ड तीनटा कथा कहली जणे जदि प्रभुଙ୍କ ପାଇଁ ବଞ୍ଚିବାର ଅଛି प्रथम रे से प्रभुଙ୍କ निकटକୁ ଆସିବାକୁ पड़िବ द्वितीय विषय है से प्रभुଙ୍କ सहित रहिବାକୁ पड़िବ तृतीय विषय है से प्रभुଙ୍କ सहित चलिବାକୁ पड़िବ ए तीनटा विषय कौन अछि प्रभुଙ୍କ ପାଇଁ ବଞ୍ଚିବାର विषय रहिछि हालेलुया जणे जदि प्रभुଙ୍କ निकटକୁ ଆସିବ ନାହିଁ से प्रभु सहित ରହିବ ନାହିଁ जदि से प्रभु सहित रहू ନାହିଁ तो प्रभु सहित चलिବ ନାହିଁ जदि से प्रभु सहित चालू ନାହିଁ ताले प्रभु ପାଇଁ से बंचू ନାହିଁ नहीं कि तेबे ख्रिस्टियान जीवन यात्रा रे ये तीनटा कथा आसुची प्रभु निकटक आसीबा माने फर्स्ट वी हैव टू कम टू द लॉर्ड वी हैव टू स्टे विथ द लॉर्ड वी हैव टू वर्क विथ द लॉर्ड आमे तांको निकटकू आसीबार अछि तांको सहित रहिबार अछि एवं तांको सहित चलिबार अछि प्रेज द लॉर्ड ते ये सब पॉइंट ओवर में बेसी व्याख्या दबार नहीं आज प्रभु रही किंतु गोटे कथा आमे टिके ध्यान करबा प्रभु आमको डाकी केते दिन प्रभुर पाई चलिबा पाई नहीं बरम जीवनर शेष जाए आमने प्रभुଙ୍କ सहित चलिବାକୁ पड़िବ हालेलुया he has called us not to work with him for few days and few months we have to work with him for a life long हालेलुया आमे जीवन जाक जीवन स्टिल आवर लास्ट ब्रेथ वी हैव टू वर्क विथ द लॉर्ड आमर जीवनर शेष निश्वास जाए आमे प्रभु सहित चलबार अछि हालेलुया गोटे दुईटा दिन पाई नहीं बरम जीवनर शेष निश्वास जाए जीवनर शेष संध्या जाए आमे प्रभु सहित चलबार अछि माने टिल आवर लास्ट ब्रेथ वी हैव टू वर्क विथ आवर लॉर्ड हालेलुया हालेलुया ते देखंतु आमे जानिछु अनेक प्रभुଙ୍କ निकटक आसंती प्रभु सहित रुहंती प्रभु सहित भी चलती मात्र केते दूर चलला परे तांग जीवन रे ब्रेक आसी जाए से माने प्रभु निकटक आसंती प्रभु सहित भी रुहंती मात्र किछि समय परे सेमानक जीवन रे कोन आसी जाए प्रभुଙ୍କ सहित सेमानकर भितरे किछि गोटे बाधा आसी जाए आउ से माने और आगो को जीसु को नहीं चली पारती नहीं आउ अनेक अच्छी से प्रभु आसती रुहंती आउ से माने जीवन शेष जाए सबु परिस्थिति मध्य माने टिल देयर लास्ट ब्रेथ दे वर्क विथ द लॉर्ड जीवन शेष जाए शेष निश्वास जाए से प्रभु सहित चलती प्रेज द लॉर्ड हालेलुया आ प्रभु धन्यवाद देवी आउ एटा मु गोटे छोटिया उदाहरण देवी एटा 40 वर्ष पूर्वर कथा 40 वर्ष पूर्वर कथा 1985 बोले 40 वर्ष हो जाउछि 1985 मसीह रे मु जो बाइबल कॉलेज रे माने बाइजागर भीमनीपट्टनम सियोटिया थियोलॉजी पढुथिली आउ सेते बेले से कॉलेज रे प्रत्येक वर्ष पिला मानकर जीवन यापन उपरे पिलांकर जीवन शैली उपरे से माने किए जणे हुए तो क्या दायित्व दिखाई सेठी जेते से कैंपस को जेते पिला आसंती समस्त पिलांकर हाव भाव चालीचलन उपरे नजर दियंती आ वर्ष शेष से जीवन उपरे किसी कमेंट से कॉलेज मैगजीन रे से कमेंट से लिखती किसी टिप्पणी लिखती तेरे आम समस्त आग्रह अनेई था देखबा वर्ष शेष मोर विषय की कमेंट आइला तांगर कॉलेज मैगजीन रे प्रत्येक स्टूडेंट्स मानकर लाइफ ऊपर गोटे कमेंट करते ते मु 1985 मसीहार शेष जो मोर कमेंट देखला बेलू बहुत बड़ आकर्षणीय कमेंट नथिला मात्र किए गोटे लिखिथिले माने शिष्य हेबी कि नहीं एतके कमेंट मोर ना पर आसुची मु गोटे एमतीका जीवन काटुची जे मु शिष्य हेबी कि नहीं मु जीसुଙ୍କ सहित चलिबी कि नहीं माने मोर जीवन रे से जेतेबेले से माने इभालुएट करछंती मते से लक्ष्य करछंती वर्ष जाक देखला परे लास्ट रे ए कथा कहछंती जे मु जीसुଙ୍କର शिष्य हेबी कि नहीं
whether I will be a disciple or not. ଏଟା ମୋର ପାଇଁ ବହୁତ ବଡ଼ ଝଟକା ଲାଗିଲା। କିନ୍ତୁ ମୁଁ ଯେତେବେଳେ ସେ ଯେଉଁ କଥାଟା ପଢ଼ିଲି ସେଟା ବାସ୍ତବ କଥା, ପ୍ରକୃତ କଥା ଥିଲା। ମୋ ହୃଦୟରେ ଯାହା ଥିଲା ସେଟା ସେ ଲେଖିଛନ୍ତି। କେମିତି? ମୁଁ 1985 ମସିହା, ଯେଉଁଟାକି ମାନେ ଯେଉଁ 4 ବର୍ଷ ପଢ଼ାର ପ୍ରଥମ ବର୍ଷରେ ମୁଁ ବହୁତ ସଂଘର୍ଷ ଦେଇଯାଇଛି। କେଉଁ ବିଷୟରେ ସଂଘର୍ଷ ଦେଇଛି? ମୁଁ ପ୍ରଭୁଙ୍କର ସେବା ପ୍ରକୃତରେ କରିବି କି ନାହିଁ। ମୁଁ ଥିଓଲୋଜି କଲେଜ ସିନା ପଳେଇଲି, ଚିନ୍ତା ନାହିଁ, ପ୍ରଭୁ ପୁନଃ ବିଶ୍ୱାସ ଅଛି, କିନ୍ତୁ ମୁଁ ପ୍ରଭୁଙ୍କର ସେବା କରିବି କି ନାହିଁ। କାହିଁକି ନା ମୁଁ ଆଉ ଟିକେ ପଛକୁ ଅନାଉଛି ଯେ ମୋର ଅନେକ ସାଙ୍ଗସାଥିମାନେ ବର୍ତ୍ତମାନ ଚାକିରି ବାକିରି କରୁଛନ୍ତି। ମୁଁ ଆଉ ଥରେ ଚାକିରି ବାକିରି କରିବା ପାଇଁ ଫେରିଯିବି କି? ଏମିତିକି ନନା ଆମର ବଡ଼ ଭାଇଙ୍କର ମନେ ନଥିବ। ଆଉ ଏଇଟା ଅବଶ୍ୟ ଆତ୍ମପ୍ରଶଂସା ହେବ। ଆମର ସ୍କୁଲରେ ଆମେମାନେ ଥିଲୁ ମେଧାବୀ ଛାତ୍ରମାନେ। ଆମର ସାର୍ମାନେ ଚାହୁଁଥିଲେ ଯେ ପଢ଼ା ଶେଷରେ ଏମାନେ କିଛି ବଡ଼ ବଡ଼ କାମ କରିବେ, କିନ୍ତୁ ପ୍ରଭୁ ଆହ୍ୱାନ କଲେ, ଆମେ ସେବା ପାଇଁ ବାହାରି ଗଲୁ। ବଡ଼ ଭାଇ ମୋତେ ଜୟପୁର ନେଇଥିଲେ, ମାନେ ଜୟପୁରରେ ମୋତେ ବସ୍ ଚଢ଼େଇ ଦେଇ ଭାଇଜାକ ପଠାଇବା ପାଇଁ, ମୋତେ ଛାଡ଼ିବା ପାଇଁ ଯାଇଥିଲେ। ଆଉ ସେ ଶେଷ କଥା କହିଥିଲେ, ତାଙ୍କର ମନେ ଥାଇ ନପାରେ, ମୋର ମନେ ଅଛି, ଆରେ ପ୍ରଭୁଙ୍କ ସେବା କରିବୁ ତ ଭଲ କଥା କରେ, ଯଦି କରିବାର ନାହିଁ, ଯଦି ତୁ ଯିବାର ନାହିଁ, ତାହେଲେ ମୁଁ ସବୁ ଖର୍ଚ୍ଚ କରି ତୋତେ ମୁଁ ପାଠ ପଢ଼େଇବି। ତୋର ପଢ଼ା ଭଲ ହେଉଛି, ତୋର ପିଛା ମୁଁ ଇନଭେଷ୍ଟ କରିବି, ତୁ ଭଲ ପଢ଼େ। ଏ କଥା ସେ କହିଥିଲେ, ମୋର ଏବେ ମଧ୍ୟ ମନେ ରହିଛି। ସେସବୁ କଥା ସେ ବାଇବେଲ କଲେଜ ମନେ ପଡ଼ୁଥିଲା। ଆମର ନନା ମଧ୍ୟ କହିଥିଲେ ଆଉ ଅଧିକ ପଢ଼େଇବା ପାଇଁ। ମୁଁ ଆଉ ଥରେ ଫେରିଯିବି କି? ମାନେ ବର୍ଷ ଯାକ ମୋର ମନରେ ସଂଘର୍ଷ ଦେଇ ଗଲାବେଳେ ମୋର ଜୀବନରେ ସେଟା ପ୍ରକାଶ ପାଉଥିଲା। ଅନ୍ୟମାନେ ଦେଖିଲା ବେଳକୁ ଏଇଟା ଅନୁମାନ କରୁଥିଲେ ଯେ ମୁଁ ଯୀଶୁଙ୍କର ଶିଷ୍ୟ ହେବି କି ନାହିଁ। ତାହେଲେ ମୋତେ କ'ଣ ରଖିଦେଲା ସେଠି? ଗୋଟେ କଥା ରଖିଦେଲା, ତୋତେ ପ୍ରଭୁ ଆହ୍ୱାନ କରିଛନ୍ତି, ତୋତେ ପ୍ରଭୁଙ୍କ ସେବା କରିବାକୁ ପଡ଼ିବ। ପ୍ରେଜ୍ ଦ ଲର୍ଡ। ଯଦି କିଛି ମୋତେ 4 ବର୍ଷ ରଖିଦେଲା, ଯଦି କିଛି ମୋତେ ଆଜି ଯାଏ ମୋତେ ସେବା ରଖିଛି, ତାହେଲେ ଗୋଟେ ବିଷୟ ରଖିଦେଲା, ସେଟା ହେଲା ପ୍ରଭୁ ତୋତେ ସେବା ପାଇଁ ଡାକିଛନ୍ତି, ତୋତେ ପ୍ରଭୁଙ୍କ ସେବା ହିଁ କରିବାକୁ ପଡ଼ିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କିନ୍ତୁ ମୁଁ ସେବା କରିବି କି ନାହିଁ, ଏଇଟା ସେ ବର୍ଷର ମୋର ପାଇଁ ଟପ୍ ଟାଇମ୍ ଥିଲା। କିନ୍ତୁ ପ୍ରଭୁଙ୍କୁ ଧନ୍ୟବାଦ, ଆଜି 40 ବର୍ଷ ହେବ ସେବାରେ ଅଛୁ। କାହିଁକି ଅଛୁ? ସେ ଗୋଟେ କଥା, ପ୍ରଭୁ ତାଙ୍କ ସେବା ପାଇଁ ଆହ୍ୱାନ କରିଛନ୍ତି। ଆଉ ହି ହାଜ୍ କଲ୍ଡ ଅସ୍ ଫର୍ ମିନିଷ୍ଟ୍ରି ଆଣ୍ଡ ୱି ହାଭ୍ ଟୁ ସର୍ଭ ଦ ଲର୍ଡ ଟିଲ୍ ଆୱାର ଲାଷ୍ଟ ବ୍ରେଥ୍। ପ୍ରଭୁ ସେବା ପାଇଁ ଡାକିଛନ୍ତି ଏବଂ ଜୀବନର ଶେଷ ଯାଏ ଆମକୁ ପ୍ରଭୁଙ୍କ ସେବା ହିଁ କରିବାକୁ ପଡ଼ିବ। ପ୍ରିୟ ମା ଭଉଣୀମାନେ, ଏ ଉଦାହରଣ କାହିଁକି ଦେଲି? ଆମ ପ୍ରତ୍ୟେକଙ୍କ ଜୀବନରେ ଆମେ ଅନେକ ସମୟରେ କେତେଟା କଠିନ ସମୟ ଦେଇ ଯାଇଥାଉ, କେତେକ କଠିନ ପରିସ୍ଥିତି ଯାଇଥାଉ। ଆଉ ସେ ସମୟରେ ଆମେ ପ୍ରଭୁଙ୍କ ସହିତ ଆଗକୁ ବଢ଼ିବୁ କି ନାହିଁ? ଆମେ ପ୍ରଭୁଙ୍କୁ ନେଇ ଆଗକୁ ବଢ଼ିବୁ ନା ଏତିକିରେ କ୍ୱିଟ୍ କରିଦେବୁ, ଏତିକିରେ ଆମେ ରହିଯିବୁ? ଆମେ ଅନେକ ତାର ସାମ୍ନା ଆମେ କରିଥାଉ। ଏ ଜାଗାରେ ଆପଣ ଦେଖନ୍ତୁ, ଯୀଶୁ ପ୍ରଭୁଙ୍କର ମଧ୍ୟ 12 ଜଣ ଶିଷ୍ୟଙ୍କୁ ଛାଡ଼ିଦେଲା ପରେ ଅନେକ ଶିଷ୍ୟମାନେ ଥିଲେ, ନାଇଁ କି? ଆଚ୍ଛା, ଅନେକ ଶିଷ୍ୟମାନଙ୍କ ଭିତରୁ 2 ପ୍ରକାର ଶିଷ୍ୟ ବିଷୟରେ ଆମେ ଟିକେ ଆଲୋଚନା କରିବା। ଏ ସମସ୍ତେ ଯୀଶୁଙ୍କ ସହିତ ରହିବା ପାଇଁ ଯୀଶୁଙ୍କର ଆହ୍ୱାନ କ୍ରମେ ଯୀଶୁଙ୍କ ପାଖକୁ ଆସିଥିଲେ। ହାଲେଲୁୟା। ଯୀଶୁଙ୍କ ପାଖକୁ ଆସିଥିଲେ ଆଉ ଯୀଶୁଙ୍କ ସହିତ ମଧ୍ୟ ରହିଥିଲେ। ମାତ୍ର ପ୍ରଥମ ଦଳର ଶିଷ୍ୟମାନେ, ମେଜରିଟି ଯେଉଁ ଶିଷ୍ୟମାନେ, ଆପଣ ଦେଖିବେ ସେ 6 ଅଧ୍ୟାୟରେ ଅନେକ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଥିଲେ, କେତେ ବର୍ଷ କେତେ ମାସ ଯୀଶୁଙ୍କ ସହିତ ଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଆହୁରି ଯୀଶୁଙ୍କ ସହିତ ଚାଲିବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ, ବରଂ ସବୁଦିନ ପାଇଁ ଯୀଶୁଙ୍କୁ ଛାଡ଼ି ଚାଲିଗଲେ। ଆଉ ଥରେ ଯୀଶୁଙ୍କ ପାଖକୁ ଫେରି ଆସିନାହାନ୍ତି କି no more they walked with the Lord। ସେମାନଙ୍କ ଜୀବନରେ ସବୁଦିନ ପାଇଁ ଗୋଟେ ଫୁଲ୍ ଷ୍ଟପ୍ ପଡ଼ିଗଲା, ମାନେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା।
ଶିଷ୍ୟ ପଦରୁ ଓହରି ଗଲେ, ଶିଷ୍ୟ ପଦରୁ ବାହାରି ଗଲେ। ଆଉ ସେମାନେ ଯୀଶୁଙ୍କ ସହିତ ମାନେ ଦେ ଡିଡ୍ ନଟ୍ ୱାକ୍ ଏନି ମୋର୍ ୱିଥ୍ ଦ ଲର୍ଡ। ଆମେ ଏମାନଙ୍କ କଥାଟି ଆମେ ଚିନ୍ତା କରିବା। ଏମାନେ ବି ଯୀଶୁଙ୍କର ଶିଷ୍ୟ ଥିଲେ, ଏମାନେ ବି ଯୀଶୁଙ୍କ ପାଖକୁ ଆସିଥିଲେ, ଏମାନେ ମଧ୍ୟ ଯୀଶୁଙ୍କ ସହିତ ଥିଲେ। କିନ୍ତୁ ଲେଖା ହେଲା ଏମାନେ ଯୀଶୁ ପ୍ରଭୁଙ୍କର ଅବିଶ୍ୱାସୀ ଶିଷ୍ୟମାନେ। ଦେ ୱର୍ ଡିସାଇପଲ୍ସ ବଟ୍ ଦେ ୱର୍ ନଟ୍ ବିଲିଭର୍ସ ଡିସାଇପଲ୍ସ। ଏଇଟା ଆମେ ଟିକେ ଧ୍ୟାନ ଦେବା। କ'ଣ ଆପଣ ଦେଖିବେ ଏ ଦଳୀୟ ବା ଏ ଦଳ ଶିଷ୍ୟମାନେ ଏମାନେ ବି ଅବିଶ୍ୱାସୀ ହେଲେ ମଧ୍ୟ ଯୀଶୁଙ୍କର ଶିଷ୍ୟ ଥିଲେ, ଅବିଶ୍ୱାସୀ ହେଲେ ମଧ୍ୟ ଯୀଶୁଙ୍କ ସହିତ ଥିଲେ, ଅବିଶ୍ୱାସୀ ହେଲେ ମଧ୍ୟ ଯୀଶୁଙ୍କ ସହିତ କିଛି ବାଟ ଚାଲିଥିଲେ। ଜଣେ ଅବିଶ୍ୱାସୀ ହେଇକରି ମଧ୍ୟ ମାନେ ସେ ଯୀଶୁଙ୍କ ପାଖକୁ ଆସୁଛି, ଅବିଶ୍ୱାସ ହେଲେ ମଧ୍ୟ even though they were unbelievers, still then they were with the Lord, they were walking with the Lord। ଯଦି ଅବିଶ୍ୱାସୀ ତଥାପି ପ୍ରଭୁଙ୍କ ସହିତ ରହି କିଛି ବାଟ ପ୍ରଭୁ ସହିତ ଚାଲିଛନ୍ତି। ଆଚ୍ଛା, ଅବିଶ୍ୱାସୀ ଗୋଟେ କେମିତି ପ୍ରଭୁଙ୍କ ଶିଷ୍ୟ ହେଇଥିଲେ ଆପଣ ପ୍ରଶ୍ନ କରିବେ। ଯୀଶୁ ନିଜେ କହିଲେ ଯେତେବେଳେ ଅନେକ ଯୀଶୁଙ୍କୁ ଯେତେବେଳେ ଯୀଶୁ ପ୍ରଭୁ ଶିକ୍ଷା ଦେଲେ, ଯୀଶୁଙ୍କର କଥାରେ ଆଘାତ ପାଇଲେ, ଆଉ ସେମାନେ ଯୀଶୁ ଇଚ୍ଛା କଲେ ନାହିଁ। ଆଉ ପ୍ରଭୁ କହିଲେ ତୁମମାନଙ୍କ ଭିତରେ ଅନେକଙ୍କର ବିଶ୍ୱାସ ନାହିଁ। ଆଉ ସେ ଆଗରୁ ଜାଣିଥିଲେ କେଉଁମାନଙ୍କ ଭିତରେ ବିଶ୍ୱାସ ନାହିଁ। ଯୀଶୁ ସେମାନଙ୍କୁ ତୋଳି ଦେଇ ନଥିଲେ, ଯୀଶୁ ବାହାର କରିଦେଇ ନଥିଲେ। He did not expel them from his fellowship, from his discipleship। ସେମାନଙ୍କୁ ବାହାର କରିଦେଇ ନଥିଲେ, ସେ ପଏଣ୍ଟ ଆଉଟ୍ କରୁନଥିଲେ, ଆଙ୍ଗୁଳି ଦେଖାଇ ନଥିଲେ। କିନ୍ତୁ ସେ ଜାଣିଥିଲେ ଯେତେ ଜଣ ମୋର ପାଖରେ ଅଛନ୍ତି, ଯେମାନେ ମୋର ଶିଷ୍ୟ ହେଇଛନ୍ତି, ଅନେକଙ୍କର ଭିତରେ ବିଶ୍ୱାସ ନାହିଁ। ବିଶ୍ୱାସ ନଥିବା ସତ୍ତ୍ୱେ ଅବିଶ୍ୱାସ ହେଲେ ମଧ୍ୟ ଯୀଶୁଙ୍କ ସହିତ ଥାଇ ଯୀଶୁ ସହିତ ଚାଲିଛନ୍ତି। ମାତ୍ର କେତେ ଦୂର ଚାଲିବେ ତାର ଉପରେ ପ୍ରଶ୍ନ ବାଚି ଅଛି ନାଇଁ କି? ହେଲେ କ'ଣ ପାଇଁ ଅଛନ୍ତି, କ'ଣ ପାଇଁ ଚାଲିଛନ୍ତି ନା ଯୀଶୁ ଅବିଶ୍ୱାସୀ ହେଲେ ମଧ୍ୟ ଯୀଶୁଙ୍କ ସହିତ ଚାଲିଲା ବେଳେ ଯୀଶୁଙ୍କ ଠାରୁ ସେମାନଙ୍କ ଜୀବନରେ କିଛି ଏଣ୍ଟରଟେନମେଣ୍ଟ ମିଳୁଛି, କିଛି ମଜା ସେମାନେ ପାଇପାରୁଛନ୍ତି। କି ମଜା? ଯୀଶୁଙ୍କ ସହିତ ଥିବା ଦ୍ୱାରା ଯୀଶୁଙ୍କର ଆଶ୍ଚର୍ଯ୍ୟ କର୍ମର ମଜା ସେମାନେ ଉଠାଉଛନ୍ତି। କ'ଣ ଦେଖନ୍ତୁ, ସେଠି ଅଛନ୍ତି ଯୀଶୁ ପାଞ୍ଚଟି ରୋଟି 2ଟା ମାଛକୁ ନେଇ 5,000 ଲୋକଙ୍କୁ ପରିତୃପ୍ତ କରିଦେଉଛନ୍ତି, 12 ଡାଲ ବଳି ପଡ଼ୁଛି। ଏଇଟା ଏଣ୍ଟରଟେନମେଣ୍ଟ ନୁହଁ କି? ଯୀଶୁ ଏଣ୍ଟରଟେନମେଣ୍ଟ କରୁନଥିଲେ, ମାତ୍ର ତାକୁ ସେମାନେ ଭିନ୍ନ ରୂପ ନେଇଥିଲେ। ବା ହଜାର ହଜାର ଲୋକ ଜମା ହେଉଛନ୍ତି। ଯୀଶୁ ପୁଣି 5ଟା ରୋଟି 2ଟା ମାଛ ନେଇ ଭାଙ୍ଗି ଦେଇ ଅସଂଖ୍ୟ ଜନତାକୁ ସେ ପରିତୃପ୍ତ କରି 12 ଡାଲ ବଳି ପଡ଼ୁଛି। କି ଚମତ୍କାର! ସେ ଜାଇରସ ଝିଅକୁ ଉଠାଇ ଦେଉଛନ୍ତି, ସେ ପୁଣି ବିଧବାର ପୁଅକୁ ଉଠାଇ ଦେଉଛନ୍ତି, ସେ ପୁଣି ଲାଜାରକୁ 4 ଦିନର ମଢ଼ାକୁ, even though he was in the grave for 4 days, ସେ 4 ଦିନ ଧରି ଲାଜାର ସମାଧିରେ ଥିଲେ, ପ୍ରଭୁ ତାଙ୍କୁ ଉଠାଇ ଦେଇଛନ୍ତି। ଚମତ୍କାର! ଯୀଶୁ ତାଙ୍କ ସହିତ ଥିବା ଦ୍ୱାରା କେତେ ଏଣ୍ଟରଟେନମେଣ୍ଟ, ଭରପୁର ଆନନ୍ଦ, ମାନେ ଗୋଟେ ପ୍ରକାର କ'ଣ ମିଳୁଛି? ମନୋରଞ୍ଜନ ମିଳୁଛି। ଏମାନେ ଅବିଶ୍ୱାସ ହେଲେ ମଧ୍ୟ କେବଳ ମନୋରଞ୍ଜନ ପାଇଁ, କେବଳ ଆମୋଦ ପ୍ରମୋଦ ପାଇଁ, କେବଳ କିଛି ମଜା ଉଠାଇବା ପାଇଁ, ମିରାକଲର ମଜା ଉଠାଇବା ପାଇଁ, ଲୋକ ଗହଳିର ମଜା ଉଠାଇବା ପାଇଁ, ଚମତ୍କାରିତାର ମଜା ଉଠାଇବା ପାଇଁ ଏମାନେ ଯୀଶୁଙ୍କ ସହିତ ଚାଲିଛନ୍ତି। ପ୍ରିୟ ମା ଭାଇ ଭଉଣୀ, ପ୍ରିୟ ମଣ୍ଡଳୀ, ଗୋଟେ ଅବିଶ୍ୱାସ ହେଲେ ମଧ୍ୟ ଯୀଶୁଙ୍କ ସହିତ ଥିଲେ ତାର ବି କିଛି ମଜା ଉଠାଇବାଟା ରହିଛି। ନହେଲେ ଅବିଶ୍ୱାସ ହେଇକି କାହିଁକି ରହିଥାନ୍ତା? ତେବେ ସେମାନଙ୍କର ମଜା କୋଉଠି ଥିଲା? ଯେଉଁ ଆଶ୍ଚର୍ଯ୍ୟ କର୍ମ ସବୁ ହଉଥିଲା। ଯୀଶୁ ଲୋକଙ୍କୁ ଉଠାଉଛନ୍ତି, ଯୀଶୁ ଲୋକଙ୍କୁ ଖୁଆଉଛନ୍ତି, ଯୀଶୁଙ୍କର ପଛରେ ଅସଂଖ୍ୟ ଜନତା ଭିଡ଼ ହେଉଛନ୍ତି। ଏଇଟା କେତେ ଏଣ୍ଟରଟେନମେଣ୍ଟ, କେତେ ମଜା ଲାଗୁଛି। କିନ୍ତୁ ଏତେ ଏଣ୍ଟରଟେନମେଣ୍ଟ ପାଇଲେ ମଧ୍ୟ, ଏତେ ମଜା ଉପଭୋଗ କଲେ ମଧ୍ୟ ଏ ଏଣ୍ଟରଟେନମେଣ୍ଟ, ଏ ମଜା
ସେମାନଙ୍କୁ ଯୀଶୁଙ୍କୁ ଜାଣିବା ପାଇଁ ଦେଇ ନଥିଲା। ସେମାନେ ଆଉ ସେତେ ଭିତରକୁ ଯାଇ ଯୀଶୁଙ୍କର ପରିଚୟ ପାଇ ନଥିଲେ। ଆମେ ଧ୍ୟାନ ଦେବା, ହୁଏତ ଆମେ ପ୍ରଭୁଙ୍କ ସହିତ ଚାଲିଥିବୁ, ଆମେ ପ୍ରଭୁ ସହିତ ବି ଥିବୁ, ଅନେକ ଗୁଡ଼ାଏ ବିଷୟ ନେଇ ଆମେ ମଜା ଉଠାଉଥିବୁ, କିନ୍ତୁ ସେଇ ମଜା ଆମକୁ ବାସ୍ତବରେ ଯୀଶୁଙ୍କୁ ଜାଣିବା ପାଇଁ ଦେଉନଥିବ। ଆମେ ସେତେ ଭିତରକୁ ଯାଇପାରୁନଥିବୁ, ଖାଲି ଏଣ୍ଟରଟେନମେଣ୍ଟ ଦୁନିଆରେ ଆମେ ରହିଯାଇଥିବୁ। ଆଜି ମଣ୍ଡଳୀମାନଙ୍କରେ, ମୁଁ ଭିକ୍ଟର କହୁଥିଲି, ମଣ୍ଡଳୀମାନଙ୍କର ବର୍ତ୍ତମାନ ମାନେ ହଲିଉଡ଼, ବଲିଉଡ଼, ଅଲିଉଡ଼ ଆଉ ସବୁକିଛି ଭର୍ତ୍ତି ହେଇଯାଇଛି। ସକାଳେ ଗୋଟେ ଗୀତ ଗୋଟେ ଶୁଣିଲା ବେଳକୁ ଭିକ୍ଟର କହିଲା, ବାପା ଦେଖ କେମିତି ଚର୍ଚ୍ଚ ମାନେ ଏଇ ଗୀତ ପୁରା ସିନେମା ଷ୍ଟାଇଲ ଗୀତ କହିବାରୁ ବାବୁରେ ଆଜିର ମଣ୍ଡଳୀରେ ସ୍ୱତନ୍ତ୍ରତା ଆହୁରି କିଛି ନାହିଁ। ଏଠି ହଲିଉଡ଼, ବଲିଉଡ଼, ଅଲିଉଡ଼ ସବୁ ଭର୍ତ୍ତି ହେଇଯାଇଛି। ମାନେ ସିନେ ୱାର୍ଲଡ ବର୍ତ୍ତମାନ ମଣ୍ଡଳୀ ଭିତରେ ଆସି ଯାଇଛି। ଆଉ ଯୀଶୁ ପ୍ରଭୁଙ୍କ ମଣ୍ଡଳୀର ସ୍ୱତନ୍ତ୍ରତା ଆଉ ସେଠି କିଛି ମଧ୍ୟ ନାହିଁ। ମଣ୍ଡଳୀରେ ଯେଉଁ ସ୍ୱତନ୍ତ୍ରତା ଥିବା କଥା, ସେ ସ୍ୱତନ୍ତ୍ରତା କିଏ ନଷ୍ଟ କରିଦେଉଛି? ଏ ହଲିଉଡ଼, ବଲିଉଡ଼, ଅଲିଉଡ଼ କି ଆହୁରି କି ଉଡ଼ ଅଛି, ଆହୁରି କି ଉଡ଼ ଅଛି, ଆହୁରି ଟଲିଉଡ଼ର ଅଛି। ଦେଖ ଏ ସବୁ ମଣ୍ଡଳୀ ଭିତରେ ପଶି ଯାଇକରି ମାନେ ହୁଡ୍ ନାଇଁ ଉଡ୍ କରି ପକାଇଛନ୍ତି ଏମାନେ, ନାଇଁ କି? ମାନେ ଏସବୁ ପଶିଗଲା ବେଳକୁ ଭରପୁର ଏଣ୍ଟରଟେନମେଣ୍ଟ ଚାଲିଛି, ନାଇଁ କି? କିନ୍ତୁ ଏଣ୍ଟରଟେନମେଣ୍ଟ ହେଉଛି ସତ କଥା, ମାତ୍ର ଏ ଏଣ୍ଟରଟେନମେଣ୍ଟ ଯୀଶୁଙ୍କୁ ଚିହ୍ନିବା ପାଇଁ, ଯୀଶୁଙ୍କୁ ଜାଣିବା ପାଇଁ ଦେଇପାରୁନାହିଁ। ଏମିତି ସମୟ ଆସିଗଲା, ଏଇ ଶିଷ୍ୟମାନଙ୍କର ଜୀବନର ଟପ୍ ଟାଇମ୍ ଆସିଗଲା। ଦୁଇ ପ୍ରକାର ଟପ୍ ଟାଇମ୍ ଆସିଗଲା। ଯୀଶୁ 6 ଅଧ୍ୟାୟରେ ଶିକ୍ଷା ଦେଉଛନ୍ତି, ପ୍ରେଜ୍ ଦ ଲର୍ଡ, ଯେ ମୋର ମାଂସ ଭୋଜନ କରିବ ନାହିଁ, ଯେ ମୋ ରକ୍ତ ପାନ କରିବ ନାହିଁ। ଯୀଶୁ ପ୍ରଭୁ ନିଜର ମାଂସ ବିଷୟରେ, ନିଜ ରକ୍ତ ବିଷୟରେ ଶିକ୍ଷା ଦେଲାବେଳେ ବର୍ତ୍ତମାନ ଅବିଶ୍ୱାସ ଶିଷ୍ୟମାନଙ୍କର ମନ ଭିତରେ ଦେ ଗଟ୍ ହର୍ଟ, ଦେ ଆର୍ ହର୍ଟେଡ୍। କ'ଣ? ଆରେ ଏ ଲୋକର ମାଂସ ଆମେ କେମିତି ଭୋଜନ କରିବା, ଆଙ୍କ ରକ୍ତ କେମିତି ପାନ କରିବା? ଆଉ ସେମାନେ ଯୀଶୁଙ୍କୁ ବଚସା କଲେ। ଯୀଶୁଙ୍କ ଶିଷ୍ୟ ମାତ୍ର ଯୀଶୁଙ୍କର ଶିକ୍ଷାକୁ ନେଇ ବଚସା କଲେ। ମାନେ ଏଣ୍ଟରଟେନମେଣ୍ଟ ଦୁନିଆରେ ଭାସି ଯାଇଛନ୍ତି, ମାତ୍ର ଯୀଶୁଙ୍କର କଥାର ମର୍ମ, ଯୀଶୁଙ୍କର କଥାର ଭେଦକୁ ସେମାନେ ବୁଝିପାରୁନାହାନ୍ତି। ଏ କେମିତି କଥା କହୁଛନ୍ତି? ସେମାନେ କ'ଣ କଲେ ନା, ଯୀଶୁଙ୍କ ଠାରେ ଦେଖନ୍ତୁ 60 ପଦରେ ଲେଖା ହେଲା, 59-60, ସେ କପରନାହମରୁ ଗୋଟେ ସମାଜ ଗୃହରେ ଶିକ୍ଷା ଦେଉଥିବା ସମୟରେ ଏଇ ସମସ୍ତ କଥା କହିଲେ। ଅତଏବ ତାହାଙ୍କ ଶିଷ୍ୟମାନଙ୍କ ଭିତରେ ଅନେକ ଏହା ଶୁଣି କହିଲେ, ଏ ଘୃଣାଜନକ କଥା କିଏ ଏହା ଶୁଣିପାରେ? କେଉଁମାନେ କହୁଛନ୍ତି? କପରନାହମ ସମାଜ ଗୃହରେ ଯୀଶୁ ପ୍ରଭୁ ଶିକ୍ଷା ଦେଲାବେଳେ ଶିଷ୍ୟମାନେ କହୁଛନ୍ତି, ଏ ଘୃଣାଜନକ କଥା। କିଏ କହୁଛନ୍ତି? ଯେଉଁମାନେ ଯୀଶୁଙ୍କର ଶିଷ୍ୟ ନଥିଲେ ସେମାନେ କହୁନାହାନ୍ତି। ଯେଉଁମାନେ ଯୀଶୁଙ୍କର ସେବା କାର୍ଯ୍ୟର ମଜା ଉଠାଉଛନ୍ତି, ଯୀଶୁଙ୍କ ସେବା କାର୍ଯ୍ୟରେ ଏଣ୍ଟରଟେନମେଣ୍ଟ ପାଉଛନ୍ତି, ଆଉ ସେମାନେ କହୁଛନ୍ତି ଏଇଟା ଯୀଶୁଙ୍କର କଥା ଘୃଣାଜନକ, hateful teaching, hateful speech, who can bear it? ମାନେ ଏଇଟା ଆଉ ଗୋଟେ ଜାଗାରେ କଠିନ ଶିକ୍ଷା, ମୂଳ ଭାଷାରେ ପୁଣି ହାର୍ସ ଟିଚିଂ, এটা হার্স টিচিং। এ ঘৃণাজনক শিক্ষা, এটা কিଏ শুଣିପାରିବ? ଆରେ ବାପା, ତୁମେ ଯୀଶୁଙ୍କୁ ନେଇ ତ ଏଣ୍ଟରଟେନମେଣ୍ଟ କରୁଥିଲ, ଯୀଶୁଙ୍କୁ ନେଇ କେତେ ମଜା କରୁଥିଲ, ଆଜି ଯୀଶୁଙ୍କର କଥାରେ ତୁମେ ହର୍ଟ ହେଇଗଲ, ଯୀଶୁଙ୍କ କଥାରେ ମାନେ ବାଧା ପାଇଗଲ। କେଉଁମାନେ ବାଧା ପାଉଛନ୍ତି? ଯୀଶୁଙ୍କର ନିଜର ଶିଷ୍ୟମାନେ ବାଧା ପାଇଲେ ଏବଂ କ'ଣ କଲେ? और 61 कि जीशु ताहांको शिष्य माने जे से विषय बचसा करुछंती ता अंतर अवगत होइसन कहले, या तुमानंको विघ्न कारण होउछि बचसा। वर्तमान शिष्य माने जीशुंकर बचसा करिया पे आरंभ कले, आ जीशु प्रभु जानुचंती। हालेलुया, हालेलुया। तेबे
ବଚସା କରୁଛନ୍ତି, ଘୃଣାଜନ କଥା କହୁଛନ୍ତି। ଆଉ ପରବର୍ତ୍ତୀ ସେ କ'ଣ କଲେ, ଆଉ ଯୀଶୁଙ୍କୁ ଛାଡ଼ିକି ସେମାନେ ଚାଲିଗଲେ। ଯେଉଁ 6 ଟାଇମ୍ ପଢ଼ିଲୁ, ଏମାନେ କେଉଁମାନେ ଥିଲେ? 64 ଲେଖା ହେଲା, କିନ୍ତୁ ତୁମମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁନାହାନ୍ତି। କାରଣ କେଉଁମାନେ ବିଶ୍ୱାସ କରୁନଥିଲେ ଏବଂ କିଏ ତାଙ୍କ ଶତ୍ରୁ ସମର୍ପଣ କରିବ ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ। ତୁମମାନଙ୍କ ଭିତରୁ ମାନେ ଶିଷ୍ୟମାନଙ୍କ ଭିତରେ ମଧ୍ୟ କେତେ ଅବିଶ୍ୱାସୀ ଶିଷ୍ୟ ଥିଲେ। ସେମାନଙ୍କ ଭିତରେ ବଚସା ଆରମ୍ଭ ଥିଲା। ସେମାନେ ଯୀଶୁଙ୍କର କଥା ଘୃଣାଜନକ ଶିକ୍ଷା ବୋଲି କହୁଥିଲେ। ଆଉ ସେମାନେ ସମୟ କ୍ରମେ ସୁଯୋଗ ପାଇ କ'ଣ କଲେ? 66 ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକ ବିମୁଖ ହୋଇ ବାହାରିଗଲେ, ପୁଣି ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ। ତେବେ ଯୀଶୁଙ୍କ ସହିତ ଚାଲୁ ଚାଲୁ ସେମାନଙ୍କ ଜୀବନ ଏମିତି ଗୋଟେ ସମୟ ଆସିଗଲା, ଏମିତି ଗୋଟେ ପରିସ୍ଥିତି ଆସିଗଲା, ସେ ଯୀଶୁଙ୍କ ସହିତ ରହିବେ ନା ଯୀଶୁଙ୍କୁ ନେଇ ଆଗକୁ ବଢ଼ିବେ। ଆଜି ଆପଣଙ୍କ ଜୀବନରେ, ମୋ ଜୀବନରେ ଏମିତି ସମୟ ଗୋଟେ ଟଫ୍ ଟାଇମ୍ ଆସିପାରେ। ଅସୁସ୍ଥତା, ଅଭାବ, ଚିନ୍ତା, ସମସ୍ୟା ବି ଆସିପାରେ। ଯେଉଁ ଟାଇମ୍ରେ ହୁଏତ ଆପଣଙ୍କର ମନ ଭିତରେ ଏଇ ଚିନ୍ତା ଆସିପାରେ, ମୁଁ ପ୍ରଭୁଙ୍କୁ ନେଇ ଆଗକୁ ବଢ଼ିବି ନା ଏଇ ସମୟରୁ ମୁଁ ଯୀଶୁଙ୍କୁ ସବୁଦିନ ପାଇଁ ମୁଁ ବିଦାୟ ଦେଇଦେବି। ଅନେକ ସମୟରେ ଭାଇ ଭଉଣୀମାନେ କେତେଟା ପରିସ୍ଥିତି ଆମର ପାଇଁ ପରୀକ୍ଷା, କେତେଟା ଭାବନା, କେତେଟା ଶିକ୍ଷା, କେତେଟା ବିଷୟ ଆମମାନଙ୍କ ଜୀବନରେ ପରୀକ୍ଷା ଭଳି ଆସିଥାଏ। ଯେଉଁ ସମୟରେ ଆମେ ଭାବିଥାଉ ମୋର ଖ୍ରୀଷ୍ଟିଆନ ଜୀବନ ଏତିକିରେ ସାରିଦେବି ନା ମୋତେ ଯୀଶୁଙ୍କୁ ନେଇ ଆହୁରି ଆଗକୁ ବଢ଼ିବା ରହିଛି। ଏ ଜାଗାରେ କେତେଜଣ ଶିଷ୍ୟ କ'ଣ କଲେ? ସେମାନେ ସବୁଦିନ ପାଇଁ ଯୀଶୁଙ୍କ ଠାରୁ ବିଦାୟ ନେଲେ, ପୁନର୍ବାର ଫେରି ଆସି ଆଉ ଯୀଶୁଙ୍କର ଅନୁଗମନ ବା ଯୀଶୁଙ୍କର ପଛରେ ଗଲେ ନାହିଁ। ମୁଁ ଭାବୁଛି ସେମାନଙ୍କ ପାଇଁ ଜୀବନର ସବୁଠୁ ଟପ୍ ଟାଇମ୍ ଥିଲା, କଠିନ ସମୟ ଥିଲା। ଆଉ ଯୀଶୁଙ୍କୁ ନେଇ ଆଗକୁ ବଢ଼ିପାରିବେ ନାହିଁ। ବୋଧେ ଏତିକିରେ ଆମେ କ୍ୱିଟ୍ କରିଦେବା, ଏତିକିରେ ଆମେ ଯୀଶୁଙ୍କ ସହିତ ଆମ ଜୀବନଯାତ୍ରା ବନ୍ଦ କରିଦେବା। ଆପଣମାନେ ଯଦି ନିଜ ବିଷୟ ପଚାରିବେ ତାହେଲେ ଆପଣ ବୁଝିପାରିବେ ଯେ ଆପଣ ଯୀଶୁଙ୍କୁ ନେଇ ଆଗକୁ ବଢ଼ିବା ପାଇଁ ଚାହୁଁଛନ୍ତି ନା ଏତିକିରେ ଆପଣଙ୍କ ଖ୍ରୀଷ୍ଟିଆନ ବନ୍ଦ କରିଦେବେ। ଆଜି ହୁଏତ ସେ ସମୟ ଆସିନପାରେ, କାଲିକି ସେ ସମୟ ଆସିପାରେ ଯେଉଁ ସମୟରେ ଆପଣମାନଙ୍କୁ ଗୋଟେ ଚଏସ୍ ମିଳିବ, ଆପଣ ଯୀଶୁଙ୍କ ସହିତ ଚାଲିବେ ନା ଏତିକିରେ ବନ୍ଦ କରିଦେବେ। ଆଉ ଏମାନେ ଦେଖିଲେ ନାହିଁ, ଯାହା ତ ଯେତିକି ଏଣ୍ଟରଟେନମେଣ୍ଟ ମିଳିଲା ସେତିକି ଯଥେଷ୍ଟ, ଏବେ ଆମ ଯୀଶୁଙ୍କୁ ନେଇ ଆଗକୁ ଆମେ ବଢ଼ିବାର ନାହିଁ, ତେବେ ଚାଲ ଆମେ ପଳେଇବା। ସେ ଯୀଶୁଙ୍କୁ ଛାଡ଼ିକି ଚାଲି ପଳେଇଲେ, ଆହୁରି କେବେ ମଧ୍ୟ ଫେରି ନାହାନ୍ତି। ସେମାନଙ୍କ ପାଇଁ କେତେ ଭୟଙ୍କର ସମୟ ଥିଲା, ସେମାନଙ୍କ ପାଇଁ କେତେ ଦୁର୍ଭାଗ୍ୟର ସମୟ ଥିଲା, କେତେ ଦୁର୍ଭାଗ୍ୟର ସମୟ ଥିଲା। ବର୍ତ୍ତମାନ ଶିଷ୍ୟମାନଙ୍କର ପାଳି, ପ୍ରେରିତମାନଙ୍କର ପାଳି ଆସିଗଲା, ପ୍ରେରିତମାନଙ୍କ ସମୟ ଆସିଗଲା। ଦେଖନ୍ତୁ 66 ପରେ ଆଉ 67 ଯୀଶୁକୁ ଶିଷ୍ୟମାନଙ୍କୁ ପଚାର, ସେଥିରେ ଯୀଶୁ ଦ୍ୱାଦଶ ବୋଲି କ'ଣ, ସେ 12 ଜଣଙ୍କୁ ଯୀଶୁ ପଚାରିଲେ, କ'ଣ ପଚାରିଲେ? ତୁମେମାନେ ମଧ୍ୟ କ'ଣ ଚାଲିଯିବାକୁ ଇଚ୍ଛା କରୁଅଛ? ବର୍ତ୍ତମାନ ଅନ୍ୟ ଶିଷ୍ୟମାନେ ଚାଲିଗଲା ପରେ 12 ଜଣ ଶିଷ୍ୟଙ୍କୁ ଯୀଶୁ ପ୍ରଶ୍ନ କଲେ, ତୁମେମାନେ ମଧ୍ୟ କ'ଣ ମୋତେ ଛାଡ଼ି ଚାଲିଯିବା ପାଇଁ ଇଚ୍ଛା କରୁଛ କି? ଏ ପ୍ରଶ୍ନକୁ ପରିସ୍ଥିତିରେ ଯେତେବେଳେ ଆଖି ସାମ୍ନାରେ, ଶିଷ୍ୟମାନଙ୍କର ଆଖି ସାମ୍ନାରେ, ଯୀଶୁଙ୍କର ଆଖି ସାମ୍ନାରେ ଅନେକ ଶିଷ୍ୟ ଯୀଶୁଙ୍କୁ ଛାଡ଼ି ଚାଲିଗଲା ବେଳକୁ ଏତେ ସହଜରେ ଚାଲି ପଳେଇଲେ, ଏତେ ଉଶ୍ୱାସରେ ଚାଲିଗଲେ। ଯୀଶୁ ମଧ୍ୟ ସେମାନଙ୍କୁ ଅଟକେଇ ନାହାନ୍ତି, ଶିଷ୍ୟ ଅଟକେଇବା ପାଇଁ ଚେଷ୍ଟା କରିନାହାନ୍ତି। ଦେଖନ୍ତୁ, ଯେତେବେଳେ ଏ ଶିଷ୍ୟମାନେ ଯୀଶୁଙ୍କ ପ୍ରତି ବିତୃଷ୍ଣା ହେଇଗଲେ, ଅନେକ ପରିସ୍ଥିତିରେ ହୁଏତ ଆମେ ଯୀଶୁଙ୍କ ପ୍ରତି ବିତୃଷ୍ଣା ହେଇଯାଇପାରୁ, ଅନେକ ସମସ୍ୟାରେ ହୁଏତ ଯୀଶୁଠାରୁ ଆମେ ବାଧା ପାଇପାରୁ। ଆମେ ବହୁତ ସହଜରେ ଆମେ ଯୀଶୁଙ୍କୁ ଛାଡ଼ି ଚାଲି ଯାଇପାରୁ। ଏମାନେ ବହୁତ ସହଜରେ ହୁଏତ ଅନେକ ବର୍ଷ ଯୀଶୁଙ୍କ ସହ ଚାଲିଛନ୍ତି, ମାତ୍ର ଗୋଟେ ବାଧା ପାଇଗଲେ ବୋଲି ସେମାନେ ବହୁତ ସହଜରେ, ବେଶୀ ଉଶ୍ୱାସରେ ଯୀଶୁଙ୍କୁ ଛାଡ଼ି ଚାଲିଗଲେ।
बेले बेले से समस्या आसी थाए आम अनेक वर्ष धरी आम चली था मात्र कौन सी घटना घटीगले किसी कथा हो गले आम बहुत सहजरे बहुत हल्का भाव में बहुत उश्वास बिना बाधारे आम छाड़ी चली जाऊ ए मानों किसी कष्ट लगी ना आराम रे जीशु को छाड़ी चलीगले आराम रे से माने जीशु शिष्य छाड़ी चलीगले तेरे से सम्मुख छाड़ीगला बेले बर्तमान जीशु शिष्य प्रश्न कले अच्छा तुम्हें माने कौन मत छाड़ी चली जीव कि बर्तमान तुमर पाली आसीगला अविश्वास हितबर छाड़ी चलीगले बर्तमान तुम मैंने विश्वासी शिष्य माने तुम्हें मान छाड़ी चली जाई पार को परिस्थिति रे जो परिस्थिति रे अन्य माने असंख्य लोक माने जीशु को छाड़ी आखि सामने चलीगला बेले जीशु देखुंती अनेक शिष्य जीशु को छाड़ी चली जाउछंती शिष्य मान देखुंती जीशु को छाड़ी अनेक लोग चली जाउछंती हाँ से परिस्थिति रे आमको भी गोटे चांस मिलुचे तुम्हें भी छाड़ी चली जाई पारो तुम्हें भी जीव कि किंतु पितर उत्तर कौन थिला पितर कौन कहले 68 सिमन पितर तांको उत्तर देले जीशु प्रभु सबु शिष्य प्रश्न करथिले मात्र पितर मुखपात्र भाव में नहीं कि समस्त मुखपात्र भाव में से समस्त ऑन बिहाफ ऑफ अदर्स ही इज रिप्लाइंग हियर अन्य मानकर पई से उत्तर दउछ उत्तर कौन थिला सिमन पितर तांको उत्तर देले प्रभु कहा पाखक जीवा बहुत बड़ कथा प्रेज द लॉर्ड जीवन जड़े प्रश्न उठब मु जीशु को छाड़ी चली जीवी जदि आउर किसी किए कह तुम जीशु को छाड़ी दियो तेबे एठी पितर प्रश्न कले से माने चली गले मात्र पितर कहले प्रभु आमे कहा पाखक जीवा जीशुंकर प्रश्न को से प्रश्न रिप्लाई दौरान से प्रश्न उत्तर दौरान प्रेज द लॉर्ड प्रभु तुम्हें जाओ बोली कह मात्र आम कहा पाखक जीवा तापर कौन कहले आमे कहीं जापर ना प्रभु कहा पाखक तार कारण से कौन कहले आपण पाखरे अनंत जीवन वाक्य अच्छी आपण माने आपण जो ईश्वर से पवित्र पुरुष ये आम्भे माने विश्वास करियछु ओ जानियछु प्रेज द लॉर्ड हालेलुया प्रभु आपण को छाड़ी आमे कहा पाखु जा किए अछि विदाउट यू देयर इज नो वन लॉर्ड टू गो तुम छड़ा प्रभु और कई नहीं आमे कहा पाखु जीवा पाई कहीं कि नहीं ना दुईटा कथा आमे जानिछु तुम्हें किए एवं तुम ठारे कौन अच्छी तुम्हें किए एवं तुम ठारे कौन अच्छी सेटा होछि आम पाई यथेष्ट जे मन छाड़ी चली गले अनेक आश्चर्य कर्म देखी अनेक कथा शुणी मात्र तुम्हें किए एवं तुम ठारे कौन अच्छी से सब जानी नथिबारु छाड़ी चली गले कथा ये मु बेसी ये बुझाइबार नहीं कहीं छाड़ी चली गले ना प्रभु तुम्हें किए एवं तुम ठारे कौन अच्छी से कथा से जानी नथिले मात्र कौन जानी खाली एंटरटेनमेंट जानी नहीं आउ सेटा तांको जानबा पाई देई नहीं मात्र आमे प्रभु कहा पाखकु जाई परिबो नहीं कहीं तुमको छाड़ी आमे कहा को देखु नाहु प्रेज द लॉर्ड तार अर्थ प्रभु आमर सबु अनुसंधान आमर सबु अन्वेषण तुम ठारे शेष हो जाइछि प्रेज द लॉर्ड हालेलुया आवर ऑल सर्चेस एंडेड इन यू लॉर्ड आमर सबु अनुसंधान तुम ठारे शेष होइछि प्रेज द लॉर्ड माने ये जो स्टेटमेंट रे ये जो कथार भीतर कहते प्रभु आमे तुमको छाड़ी आउ कहा को देखी पारु नाहु आमे तुम ठारे ही आमे बंधा पड़ी गलु आउ तुमको छाड़ी देला परे आमे आउ कहा को देखी पारुनु प्रभु कहा पाको जीवाटा कहीं देखी पारन ना तुम ठारे ही अनंत जीवन अछि एवं तुमे ही ईश्वरंग से पवित्र पुरुष आउ
जदि अनंत जन पाइबार अछि ताहेले आउ के मध्य नहीं, जदि का जीवार अछि तुम छड़ा आउ के नहीं। हालेलुया हालेलुया। तेबे पीतर, जहन, जाकुब, आंद्रिय जीशु प्रभु प्रधान शिष्य थिले। एमान भी जीशु बुलुथिले, एमान मध्य समान आश्चर्यकर देखुथिले, एमान भी समान शिक्षा गुड़ाक पाउथिले। अन्य मान छाड़ी चली गला बेले एमान को सुजोग मिलुछि, तुमे भी छाड़ी जाई पारो, तुमे भी चली जाई पारो। सेते बेले पीतरंकर उत्तर आमर पई बहुत बड़ माने कथा। आ कौन सेटा, प्रभु तुमे तोड़ी देले मध्य, आमको तुम बाहर कर देले मध्य आमे कहा पाखक जाई पारिबो नहीं, कारण तुमे किए एवं तुम ठारे कौन हम जानिछु, तुमे एवं तुमर जहा कि रही आम पई यथेष्ट। आमे तुमको छाड़ी आउ कहा पाखक जीवार कौनसी आवश्यक नहीं। प्रेज द लॉर्ड। मु ए विषय गोटे छोटे उदाहरण देवी। मु जेते बेले प्रथम प्रथम प्रभु सेवा पई बाहरिली, मोर आत्मिक जीवन रे, मोर विश्वास जीवन रे, मोर आत्मिक जीवन रे अनेक क्राइसिस दे मु जाइछि। मोर आत्मिक जीवन रे अनेक प्रकार माने एटा गोटे कौनसी टंका पैसार अभाव कथा मुई कहू नहीं, रोग व्याधि कथा को नहीं, मात्र मोर विश्वास को नहीं, मोर आत्मिक जीवन को नहीं, मु अनेक प्रकार समस्या दी जाइछि, अनेक संघर्ष दी जाइछि। से समय रे मु मोर मन भीतर अनेक प्रभु को दास माने मन को आसुथिले। मु भाबुथिली ए प्रभु को दास पाखर गले मोर समस्यार समाधान हबो, से प्रभु दास समस्यार समाधान हबो। ते को प्रभु को दास कथा मैं भाबुथिली, मु भाबुथिली मु जदि बिलीग्राम पाखरे पहुँची जीवी ताहेले मोर एते बड़ समस्या समाधान हो जिवो। द्वितीय भाबुथिली मु जदि मरी शरीर पाखरे जीवी ताहेले मोर समस्यार समाधान हो जिवो। मु जदि धिनायकन पाखरे पळेबी डीजे ताहेले मोर समस्या समाधान हो जिवो। मु जदि डॉक्टर रजर हुस्मा पाखरे जीवी, जदि मु जीवी केनेथ हेगिन पाखरे जीवी, जदि ओराल रोग पाखरे पळेबी ताहेले मोर समस्यार समाधान हबो। मोर भितरे गोटे जो स्पिरिचुअल क्राइसिस बाटे गोटे आत्मिक समस्या देखा दउथला, तार समाधान पाई मु प्रभु को दास मान को दृष्टि रखुथिली। हुए तो अनेक वर्ष धरी मु से प्रॉब्लम थिली। प्रभु मते छाड़ी देइथिलु, जा भाबुछु तो भाव, तु जेते भाबुछु भाव, आउ केतरा प्रभु को दास को कथा भाबुछु भाबे। मु प्रकृत रे लिस्ट बनै बनै मु भाबुथिली मॉरिस शेरिलो, केनेथ हेगिन, ओराल रॉबर्ट, डॉक्टर रजर हुस्मा। डॉक्टर रजर हुस्मा जे बाजाग आसथिले माने आखि सामना रे मु देखुथिली माने कुष्ठ रोगी माने चेंज हो जाउथिले। माने लक्ष लक्ष लोक तांकर मीटिंग रे जोग देबे। तेबे ए जो माने रेनाल बंके जो मान को दे साउथ अफ्रीका चेंज हो जाइछि, रेनाल बंके भलिया लोक मान पाखे प्रभु मुझे जदि तांको मिसबी अटेंड करबी ताहेले मोर ए समस्यार समाधान हबो। ते प्रभु मते देख आउर केतरा लिस्ट अछि, आउ टिके भाबे। मोर मन भितर ए धारणा उठिले जदि ए माने आउ केतरा अछंती भाबे, चिंता नहीं, ए माने मोर दास माने आउर का पाखरे तो समस्या समाधान तो भाबे। मु लिस्ट बनाइला सबू भाबू भाबू प्रभु मते कहले बाबू रे एमान पाखरे पहुँचवा पाई तोर पाखे डाबू गाछ किछि नहीं, तू पहुँची पारबु नहीं, से तोटू बहुत दूर अछंती। द्वितीय रे दिनाकर मो दास तू वाइजाग मीटिंग रे जाइथिलु, अनुभव कलु से मोर महान दास, मु तांको व्यवहार करुछि। मात्र तोर समस्यार समाधान प्रभुंकर दास मान पछरे गड़ेवा द्वारा कि प्रभुंक दास मान भितर नहीं, से समस्यार समाधान मो पाखे थिवारु तू मते ही अनाइबार आवश्यक रही। प्रेज द लॉर्ड। मु जेबे ठारू एटा निष्पत्ति नहीं, प्रभु मते क्षमा कर दियो। तुमर दास मान जेते महान हेले मते जेते चमत्कारी कार्य कले मध्य मु आजी ठारू मु सेमान को अन्न नहीं, केवल तुमको नहीं भी। जेतेबेले ए धारणा आसी गला परे धीरे धीरे मोर आत्मिक समस्या कैंसर वाले भीतर खाई जाउथला, देखली समाधान हेबा पे आरंभ कला। प्रेज द लॉर्ड। आज मु माने जदि सेवारे ठिया हिची जीशु प्रभु को अनाइबा द्वारा, कौन सी प्रभु को दास मान को अनाइबा द्वारा नहीं। प्रेज द लॉर्ड। हालेलुया।
ତେବେ ପିତର ଜୀବନରେ ସେଇ ଅନ୍ୟ ଶିଷ୍ୟମାନେ ଯୀଶୁଙ୍କୁ ଛାଡ଼ି ଚାଲିଗଲା ବେଳେ ବର୍ତ୍ତମାନ ପିତର ଶିଷ୍ୟମାନଙ୍କ ପାଇଁ ମଧ୍ୟ ଆସିଛି, ଦେଖ ଆଉ ଯଦି କାହାକୁ ଦେଖୁଛ ତମେ ଯାଅ, ଯାଇପାର। ମାତ୍ର ପିତର କହିଲେ, ପ୍ରଭୁ ଆମେ ତୁମକୁ ଛାଡ଼ି କାହା ପାଖକୁ ଯିବା? ପ୍ରେଜ୍ ଦ ଲର୍ଡ। କରନ୍ଥୀୟ ମଣ୍ଡଳୀରେ ମଧ୍ୟ ଅନେକ ବିଶ୍ୱାସୀମାନେ ଥିଲେ, କିଏ ତ ପିତର, କିଏ ତ ପାଉଲ, କିଏ ତ ଆପୋଲୋ କହୁଥିଲେ, ନାଇଁ କି? ପ୍ରିୟ ମା ଭାଇ ଭଉଣୀ, ପ୍ରିୟ ମଣ୍ଡଳୀ ମାନେ, ଆମେମାନେ ପ୍ରଭୁଙ୍କର ଦାସମାନଙ୍କୁ ଦେଖି ବଞ୍ଚବା ନାହିଁ, ଆମେ ପ୍ରଭୁଙ୍କ ଲୋକମାନଙ୍କୁ ଦେଖି ବଞ୍ଚିବା ନାହିଁ। ଯଦି ବଞ୍ଚିବା ରହିଛି, ଲେଟ୍ ଆସ୍ ଲୁକ୍ ଆଟ୍ ଜିଜସ୍। ଆମେ ଯୀଶୁଙ୍କ ଲକ୍ଷ୍ୟ କରି ଚାଲିବା। ଏଭ୍ରି 11 ଅଧ୍ୟାୟକୁ କୁହାହେଉଛି ମାନେ ଦ ଚାପ୍ଟର ଅଫ୍ ଫେଥ୍ ଇନ୍ ଦ ବାଇବେଲ। ବାଇବେଲର ବିଶ୍ୱାସର ଅଧ୍ୟାୟ କୁହାହେଉଛି। ଆଉ ସେ ଅଧ୍ୟାୟରେ ବିଶ୍ୱାସର ଯୋଦ୍ଧାମାନଙ୍କ ବିଷୟରେ ଲେଖା ହେଇଛି, ବିଶ୍ୱାସର ହିରୋସ୍ ଅଫ୍ ଫେଥ୍ ବିଷୟରେ ଲେଖା ହେଇଛି। ହାଲେଲୁୟା। ମହାନ ପ୍ରଭୁଙ୍କ ଦାସମାନେ, କିଏ ତ ସିଂହର ପାଟିକୁ ଚିରି ପକାଉଛି, ସେ ନିଆଁର ଝାସକୁ ଲିଭାଇ ଦେଇପାରୁଛି, ଯେ ରାଜ୍ୟ ଜୟ କରିପାରୁଛି। ପ୍ରେଜ୍ ଦ ଲର୍ଡ। ମାତ୍ର 12 ଅଧ୍ୟାୟକୁ ଆଇଲା ବେଳକୁ ଲେଖା ହେଲା, ଅତଏବ ଏଡ଼େ ବଡ଼ ମାନେ ମେଘ ତୁଲ୍ୟ ସାକ୍ଷୀର ବେଷ୍ଟିତ ଆସ। ପ୍ରେଜ୍ ଦ ଲର୍ଡ। ଚିନ୍ତା ନାହିଁ, ମାନେ ମେଘ ଭଳିଆ ସାକ୍ଷୀମାନେ ହେଇପାରନ୍ତି, କିନ୍ତୁ ଆସ ଆମମାନଙ୍କର ପ୍ରତ୍ୟେକ ଭାର ଏବଂ ସହଜରେ ବ୍ୟସନ ପାପ ପରିତ୍ୟାଗ କରି ଆମମାନଙ୍କର ବିଶ୍ୱାସର ନେତା ଏବଂ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଆମେମାନେ ଆମମାନଙ୍କର ଗନ୍ତବ୍ୟ ଧାବମାନ ହଉ। ତୁମେ ସାମସନକୁ ଦେଖ, ତୁମେ ଦାଉଦକୁ ଦେଖ, ତୁମେ ସାମୁଏଲକୁ ଦେଖ, ସେଠି ଆଇଲା ନାହିଁ। ଏମାନେ ବଡ଼ ବଡ଼ ସାକ୍ଷୀ ମାନେ ମନା ନାହିଁ, ମାତ୍ର ତୁମେ କାହାକୁ ଦେଖି ଚାଲ? ଆମମାନଙ୍କର ବିଶ୍ୱାସର ନେତା, ବିଶ୍ୱାସର ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଚାଲ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତେବେ ଆପଣମାନଙ୍କ ମୋ ପାଇଁ ଯଦି କେ ସମ୍ପୂର୍ଣ୍ଣ ଆଦର୍ଶ ହେବାର ଅଛି, ପ୍ରତ୍ୟେକ ବିଷୟରେ ଯୀଶୁଙ୍କ ଛଡ଼ା କେହି ମଧ୍ୟ ସମ୍ପୂର୍ଣ୍ଣ ଆଦର୍ଶ ହେଇପାରିବ ନାହିଁ। ପ୍ରେଜ୍ ଦ ଲର୍ଡ। ତେବେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଲି, ପ୍ରଭୁ ଏମାନେ ତୁମର ମହାନ ଦାସମାନେ, ଏମାନଙ୍କୁ ବ୍ୟବହାର କରୁଛ, କିନ୍ତୁ ମୁଁ ଯେଉଁ ସମସ୍ୟା ଦେଇ ଯାଉଛି ମୋର ସମାଧାନ ଏମାନଙ୍କ ପାଖରେ ନାହିଁ। ମୋର ସମସ୍ୟାର ସମାଧାନ କେବଳ ତୁମ ପାଖରେ। ମୁଁ ଉର୍ଦ୍ଧ ଦୃଷ୍ଟି କରି ଦେଖିବି କେଉଁଠାରୁ ମୋର ସାହାଯ୍ୟ ଆସିବ। ମୋର ସାହାଯ୍ୟ ସଦା ପ୍ରଭୁଙ୍କ ଠାରୁ ଆସେ। ମୁଁ ପ୍ରଭୁଙ୍କ ଦାସମାନଙ୍କୁ ଅନାଥିବା ପର୍ଯ୍ୟନ୍ତ ମୋର ମନ ଭିତରେ ବ୍ୟସ୍ତତା, ଅସ୍ଥିରତା ଥିଲା। ମାତ୍ର ଯେତେବେଳେ ମୁଁ ଯୀଶୁଙ୍କ ଅନେକ ଆରମ୍ଭ କଲି, ଧୀରେ ଧୀରେ ମୋର ମନ ସ୍ଥିର ହେଇଗଲା। ହାଲେଲୁୟା। ମୋର ଆତ୍ମାରେ ସମାଧାନ ଆସିଗଲା, ଜୀବନରେ ସମାଧାନ ଆସିଗଲା। ଆଜି ଯଦି ପ୍ରଭୁ ସେବାର ଅଛି, ତାହେଲେ ସେ ପ୍ରଭୁଙ୍କର ପାଇଁ। ପ୍ରେଜ୍ ଦ ଲର୍ଡ। କିନ୍ତୁ ପ୍ରଭୁ ସୁଯୋଗ ଦେଲେ, ଦେଖ ଯଦି ଯିବା ପାଇଁ ଚାହୁଁଛ ତୁମେ ମାନେ ଯାଇପାର। ୟୁ କ୍ୟାନ୍ ଗୋ, ନୋ ପ୍ରୋବ୍ଲେମ୍। ପିତରଙ୍କର କଥା କାହା ପାଖକୁ ଯିବା? କାରଣ ତୁମଠାରେ ଅନନ୍ତ ଯେଉଁ ବାକ୍ୟ ଅଛି, ତୁମେ ସେ ପବିତ୍ର। ତାର ଅର୍ଥ ପ୍ରଭୁ ସେ କହିଲେ, ଗୋଟେ ଲାଷ୍ଟ କଥା ଗୋଟେ କହିଲେ 69, ଆଉ ଆପଣ ଯେ ଈଶ୍ୱରଙ୍କ ସେ ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ। ଲାଷ୍ଟ କଥା କ'ଣ? ତୁମେ କିଏ ଏବଂ ତୁମଠାରେ କ'ଣ ଅଛି, ଏ କଥାରେ ଆମେ ବିଶ୍ୱାସ କରିଛୁ ଏବଂ ଜାଣିଛୁ। ଦିଟା କଥା। ପ୍ରେଜ୍ ଦ ଲର୍ଡ। କ'ଣ? ତୁମେ କିଏ, ତୁମଠାରେ କ'ଣ ଅଛି, ଏ ବିଷୟରେ ଆମେ ବିଶ୍ୱାସ କରିଛୁ। ଦ୍ୱିତୀୟରେ କ'ଣ? ଜାଣିଛୁ। ପ୍ରଭୁ ତୁମ ପ୍ରତି ଯେଉଁ ବିଶ୍ୱାସ ଅଛି, ଦିସ୍ ଇଜ୍ ନଟ୍ ବ୍ଲାଇଣ୍ଡ ଫେଥ୍। ଏଇଟା ଅନ୍ଧବିଶ୍ୱାସ ନାହିଁ। କାହିଁକି? ଆମର ବିଶ୍ୱାସ କ'ଣ ଜାଣିଛୁ? ୱି ହାଭ୍ ବିଲିଭଡ୍ ଆଣ୍ଡ ୱି ହାଭ୍ ନୋନ୍ ଇଟ୍। ଆମେ ଆମର ବିଶ୍ୱାସକୁ କହିବା ପାଇଁ ଗଲେ, ଲର୍ଡ ୱି ହାଭ୍ ନୋନ୍ ଆୱାର ଫେଥ୍। ପ୍ରେଜ୍ ଦ ଲର୍ଡ। ଆମେ ଯେଉଁ ବିଶ୍ୱାସ ପାଇଛୁ ପ୍ରଭୁ, ଏଇଟା ଅନ୍ଧବିଶ୍ୱାସ ନାହିଁ, ଏଇଟା ରିଜନେବଲ୍ ଫେଥ୍। ଯଦି ଆପଣମାନେ ଗୁଗଲ ମାରି ଦେଖିବେ,
गोटे साइट अच्छी रिजनेबल फेथ। प्रेज द लॉर्ड। गोटे पृथ्वीर विख्यात अपोलोजेटिक्स आउ लेन क्रेग बोली से तांकर कहते जे कौन रिजनेबल फेथ माने एटा गोटे अंधविश्वास नहीं, मात्र ये विश्वास रेशनाल रिजनेबल। प्रेज द लॉर्ड। तेबे पीतर कहले प्रभु आमे केवल विश्वास करिनु, मात्र आमे मध्य जानिछु तुमे किए कौन अच्छी। आमे केवल विश्वास करिनु, मात्र आमे मध्य जानिछु। सेथिपाई आमे कुआड़े जाई परिबो नाही। हालेलुया। जे विश्वास करिछि जानिछि ताको तोड़ी देले मध्य से कहबो कुआड़े जीवी आउ जीवार बाट नहीं। आमे तुम पाखरे अंध हो जाइछु प्रभु, आमे तुमको छाड़ियो काहाकू देखी पारु नाहु। तुम बिना आमर गति विधि नहीं, तुम बिना आमर गति मुक्ति नहीं, केवल तुमे। प्रेज द लॉर्ड। केवल तुमे प्रभु, तुम बिना और के नहीं। ता माने जीशु प्रभु कहिथिले आउ मु से जीवन दायक आहार, आउ जे से आहार खाइबो केबे मध्य मरिबो नाही। तुमे से जीवन दायक आहार, तार अर्थ तुमे मोर जीवन पाई संपूर्ण संतुष्टि, तुम ठारे मोर परितृप्ति अच्छी। आउ तुम द्वारा मोर जीवन संपूर्ण संतुष्ट हो पार। तुम ठारे मोर परितृप्त हो जाइछि। मते परितृप्त हवा पाई, मते संतुष्ट हवा पाई मते एणे तेणे जीवार किछि आवश्यक नहीं। प्रेज द लॉर्ड। माने कहवा पाई गले आई एम फुली सैटिस्फाइड इन यू लॉर्ड, आई एम फुली सैटिस्फाइड इन यू ओनली। कहवा पाई गले प्रभु तुमे जदि से पुरुष जदि तुम अनंत जीवन रही तुम ठारे मु संपूर्ण भाव में परितृप्त, जदि तुम ठारे परितृप्त ताले तृप्त हवा पाई मते दुनिया जाक बुलबार किछि आवश्यक नहीं। पीतर स्टेटमेंट रे जिनिस मिलुछि इफ आई एम फुली सैटिस्फाइड इन यू देन लॉर्ड नो नीड टू गो एनीवेयर। जदि मु तुम संपूर्ण संतुष्ट होइछि ते संतुष्टि पाइबा पाई मते चारिआडे धाई बोलवार किछि आवश्यक नहीं, कारण तुम ठारे मोर सबु सरी जाइछि, तुम ठारे मोर सबु किछि मिली जाइछि। हालेलुया हालेलुया। आज हयतो अनेकंकर मन अस्थिर अवस्था थिबो, अनेक मन अनेकंकर चंचल हो जाउथिबे, व्यतिव्यस्त जीवन काटुथिबे, प्रभुंकर लोक हेइथिबे मना नहीं। हाँ प्रभु पाखे विश्वास को जना पड़े मना नहीं, मात्र किसी गोटे व्यतिव्यस्त करदे किसी गोटे अस्थिर करदे कौन करथिबो आमे प्रभु को जे संपूर्ण संतुष्ट करि पारंती माने हु कैन सैटिस्फाई फुली आमे तांकु न देखी जे माने हमर समस्यार समाधान करि पारु नथिबे, जे पाखे हम संतुष्टि नहीं आमे तांकु खोजुथिबु। आज प्रभु कहउछंती हमकु तुमे चली जाई पारो, मात्र पीतर कहउछंती आमे कहा पाखु जीवा, कारण प्रभु तुमे ईश्वर से पवित्र पुरुष आ तुम ठारे ही अनंत जीवन अच्छी। अनंत जीवन ठार बड़ विषय किछि नहीं। आउ प्रभु जीशु छड़ा आउर किए नाहंती जहाँ ठारे आमर कौन हम आमर शेष स्टेशन हो पार, आम लास्ट स्टपेज हो पार, से होचंती आम लास्ट फाइनाल स्टपेज। माने कहवाई गले ये लास्ट कथा है पीतर जीशु ठारे सब किछर फाइनालिटी से पाइथिले। प्रेज द लॉर्ड। जीशु प्रभु गोटे विश्वासी पाई से होचंती कौन अल्टीमेट एब्सोल्यूट आउ से फाइनाल। आपण मान जीवन पाई मो जीवन पाई जीशु फाइनाल आउर फाइनाल होगा विषय किसी मध्य और नहीं। से मोर कनक्लूसन, से मोर फाइनाल, से मोर एब्सोल्यूट गॉड, से मोर अल्टीमेट। तेरे जदि से मोर सर्वशेष, से मोर चूड़ांत, जदि मोर सिद्धांत, से मोर सबु किछि ताहेले मुआर अन्य आड़ को अनाइबार अन्य आड़ को देखाबार मोर किछि मध्य नहीं। प्रेज द लॉर्ड। तेरे जदि मु तांकु पाइछि मु सबु किछि पाइछि। प्रेज द लॉर्ड। जदि तांकु पाइछि मते आउर काहाकु खोजबार आवश्यक नहीं। प्रेज द लॉर्ड। हालेलुया। वही तो शैतान अनेक परिस्थिति हमको यही समस्या आनी दे पारे, तुम्हें जीशु को छाड़ी आउ काहाकु खोजो। मात्र जे जीशुरे परितृप्त हो जाइछि, जे जीशु को बाद फुल स्टॉप आसी जाई जार से
मोर जीवन माने चलीगले मध्य आउ मते काहाको खोजबार नहीं, जहाको खोजिबा कथा मु जीशुंको ठारे पाई जाइछि, जहाको खोजिबा कथा से होचंती जीशु ख्रीष्ट। प्रेज द लॉर्ड। जदि आज पर्यंत के मु टिके खबर पाउथली हुए तो सेमान ठीक जानी नथिबे ए यात्रा बोले से यात्रा कोटी विसर्जन होची बोले सेठी जाई नाच जीशुंको ठारे तुमर माने स्टपेज आसी नहीं। तुमर अंतरात्मा एवं जाए अस्थिर अवस्था रही, अंतरात्मा एवं जाए से कौन गोटे भूतर ना कौन मुझे बुझीपार ना, ये जो चारिआडे बुलथब अतृप्त आत्मा माने आत्मा रे अतृप्त आत्मा माने आत्मा तृप्त ही नहीं। जीशु को जे पाई से तृप्त ही जाइछि। प्रेज द लॉर्ड। कारण जे अनंत जीवन पाई माने से तृप्त जीशुट अनंत जीवन रही छड़ा काट नहीं। से लेखा है आकाश तले मनुष्य मान मध्य आउ कौन से नाम दि जाए जो नाम रे परित्राण अच्छी। प्रेज द लॉर्ड। जीशु कहले मु पथ सत्य जीवन मो दै न बोले के पिता निकट जाई परिबो नहीं। तार अर्थ मु होची फाइनाल, मु होची सब किछि, मो ठारे तो तृप्ति रही आ मो बिना तुम बाहर परितृप्त नहीं। तेबे आज यही भावना आइबा दरकार, प्रभु तुम छड़ा मोर के नहीं, मो कहा पाकू जीवार नहीं, मु तुम ठारे ही प्रभु मो सब विषय रे सब दिन पाई संपूर्ण संतुष्ट हो जाइछि। प्रेज द लॉर्ड। हालेलुया। तेबे प्रभु को पाइबा पूर्वे आमे नाटुआ मान थिलु, माने सबु जगार जीवार। मात्र एबे मुई टिके मोर मन को टिके आउ परीक्षा कला बेले मु मीना बाजार को जीवी कुकुड़ मान टिके देखै नेले मोर मन बुझु नहीं। काई ते मुई जानबी जे ए प्रभु को जानला परे ए सब देखाइले मध्य मन खुशी ही पारने। कहीं से तो सबुठ बड़ विषय पाई जाइए, छोटिया विषय संतुष्ट हो पार नहीं। मुई मत टिके बुलबी केतरा जिनिस, मात्र प्रभु जो संतुष्टि देवे से गुड़ा संतोष दे पार नहीं। ते आसु भाई भूण माने अनेक विषय आवश्यक अच्छी, मात्र संपूर्ण परितृप्ति केवल जीशुंको ठारे आ जीशुंको ठारू ही मिलबो आउ कहा ठारे नहीं। हालेलुया। प्रभु आशीर्वाद करंतु। आमेन।